ଜୟ ଜଗନ୍ନାଥ। ବୁଦ୍ଧଂ ଶରଣଂ ଗଚ୍ଛାମି। ବନ୍ଧୁଗଣ, ଆଜିର ବିଷୟ ବୁଦ୍ଧ ଓ ପ୍ରକୃତ ଖୁସି। ଥରେ ରାତିରେ ଜଣେ ଲୋକ ରାସ୍ତାରେ ଜଳୁଥିବା ବତୀ ଖୁଣ୍ଟ ତଳେ ବସି ଉଠି କ'ଣ ସବୁ ଖୋଜିବାରେ ବ୍ୟସ୍ତ ଥାନ୍ତି। ସେ ରାସ୍ତା ଦେଇ ଯାଉଥିବା ତାଙ୍କର ଜଣେ ସାଙ୍ଗ ତାଙ୍କୁ ପଚାରିଲେ, ସେ କ'ଣ ଖୋଜୁଛନ୍ତି ଏ ବତୀ ଖୁଣ୍ଟ ତଳେ? ଲୋକଟି କହିଲା, ମୋ ଘରର ଚାବିଟି ହଜିଯାଇଛି, ତେଣୁ ସେଇଟା ଖୋଜୁଛି। ଏହା ଶୁଣି ତାଙ୍କ ସାଙ୍ଗ ଏବଂ ସେ ବାଟ ଦେଇ ଯାଉଥିବା ଆଉ କିଛି ଲୋକ ମଧ୍ୟ ଚାବି ଖୋଜିବାକୁ ଲାଗିଲେ। ମାତ୍ର ଚାବିଟି ମିଳିଲାନି ସେ ବତୀ ଖୁଣ୍ଟ ତଳେ। କିଛି ସମୟ ପରେ ତାଙ୍କ ଭିତରୁ ଜଣେ ପଚାରିଲେ, ଆଚ୍ଛା କହିବେ କି ଚାବିଟି ଏକ୍ଜାକ୍ଟଲି କେଉଁଠାରେ ହଜିଛି? ଚାବି ହରାଇଥିବା ଲୋକଟି କହିଲା, ଚାବିଟି ଘରେ ହଜିଯାଇଛି। ପ୍ରଶ୍ନ ପଚାରିଥିବା ଲୋକଟି ପୁଣି ପଚାରିଲେ, ତେବେ ଏ ବତୀ ଖୁଣ୍ଟ ତଳେ ଚାବିଟିକୁ କାହିଁକି ଖୋଜୁଛ? ଲୋକଟିର ଉତ୍ତର ହେଲା, କାରଣ ଏ ବତୀ ଖୁଣ୍ଟ ତଳେ ଆଲୋକ ଅଛି। ଏଠାରେ ଚାବି ହରାଇଥିବା ବ୍ୟକ୍ତିଙ୍କ ଭଳି ଆମେ ମଧ୍ୟ ଆମ ପ୍ରକୃତ ଖୁସିର ଚାବିକୁ ଘରେ ଅର୍ଥାତ୍ ନିଜ ଭିତରେ ନ ଖୋଜି ବାହାରେ, ଯେଉଁଠାରେ ଲୋକବାକ ଚାକଚକ୍ୟ, ସେଠାରେ ଖୋଜୁଛୁ। ଆମେ ସବୁବେଳେ ଆମ ଇନ୍ଦ୍ରିୟ ସୁଖକୁ ଚରିତାର୍ଥ କରିବା ପାଇଁ ବାହାରକୁ, ନିଜଠାରୁ ଦୂରକୁ ଧାଉଁଛୁ। କିନ୍ତୁ ପ୍ରକୃତ ଖୁସିର ଚାବି ତ ଆମ ହୃଦକନ୍ଦରରେ ସିନ୍ଧୁକ ଭିତରେ ବନ୍ଦ ହୋଇ ରହିଛି। ଏହାକୁ ଅର୍ଥାତ୍ ପରମ ଆନନ୍ଦ ପ୍ରାପ୍ତ କରିବାକୁ ହେଲେ ନିଜ ହୃଦକନ୍ଦରକୁ ପଶି ତାକୁ ସଜାଡ଼ିବାକୁ ପଡ଼ିବ। ନହେଲେ ବାହାରେ ବା ବାହାର ଦୁନିଆର ଚାକଚକ୍ୟ ଇନ୍ଦ୍ରିୟ ସୁଖ ସିନା ମିଳିଯିବ, ହେଲେ ପ୍ରକୃତ ସୁଖ ମିଳିବ ନାହିଁ। ଆଜି ବୁଦ୍ଧ ଏବଂ ତାଙ୍କ ଦ୍ୱାରା ପ୍ରଦତ୍ତ ପ୍ରକୃତ ଖୁସି କ'ଣ ତାହା ଆଲୋଚନା କରି କିଛି ଶିଖିବା। ବର୍ତ୍ତମାନ ବିଶ୍ୱର ବୌଦ୍ଧ ଅଗ୍ରଣୀ ସଂଘ ସକାଗକାଇର ତୃତୀୟ ଅଧ୍ୟକ୍ଷ ଡକ୍ଟର ଦାଇସାକୁ ଇକେଡା ତାଙ୍କର ପୁସ୍ତକ ନ୍ୟୁ ହ୍ୟୁମ୍ୟାନ୍ ରିଭଲ୍ୟୁସନ୍ ଭାଗ 25ର ବେସନ୍ ଅଫ୍ କେପେବୁଲ୍ ପିପୁଲରେ କହୁଛନ୍ତି, ପ୍ରକୃତ ଖୁସି ଏପରି ଏକ ସ୍ଥିତି ଯାହା ଆମେ ନିଜେ ପ୍ରତ୍ୟେକେ ନିଜ ପାଇଁ ସୃଷ୍ଟି କରିଥାଉ, ଆଉ ଅନ୍ୟ କେହି ଆମକୁ ପ୍ରକୃତ ଖୁସି ଦେବା ଅସମ୍ଭବ। ପ୍ରକୃତ ଖୁସି ପାଇବାକୁ ହେଲେ ଜଣଙ୍କୁ ଗୋଟିଏ ଦର୍ଶନର ଆବଶ୍ୟକତା ପଡ଼ିବ, ଯାହା ପ୍ରକୃତ ଖୁସି କ'ଣ ତାହା ଠିକ୍ ଠାକ୍ ବୁଝାଇ ପାରୁଥିବ। ବନ୍ଧୁଗଣ, ନିଚିରେନ୍ ଦାଇସନ୍ ଇନ୍ ବୁଦ୍ଧିଜିମ୍ ସେହିପରି ଏକ ଦର୍ଶନ, ଯାହା ଆପଣଙ୍କୁ ପ୍ରକୃତ ଖୁସିର ରାସ୍ତା ସିଧା ସିଧା ଦର୍ଶାଇ ପାରିବ। ଖାଲି ଆପଣ ତାକୁ ବୁଝିବା ପାଇଁ ହୃଦୟର ସହିତ ପ୍ରସ୍ତୁତ ହେଲେ ହେଲା। ସକାଗକାଇର ଦ୍ୱିତୀୟ ଅଧ୍ୟକ୍ଷ ଜୋସାଇ ଟୋଡା ସେ ଥରେ କହିଲେ, ପ୍ରକୃତ ଖୁସି ଏପରି ଏକ ମାନସିକ ସ୍ଥିତି ଯେବେ ବାହାର ଦୁନିଆରେ ଯାହା ବି କିଛି ଘଟିଥାଉ ନା କାହିଁକି, ଜଣେ ତା ଜୀବନକୁ ଜୀଇଁବାରେ ନିର୍ଦ୍ଦିଷ୍ଟ କାରଣକୁ ଅନୁଭବ କରିପାରୁଥିବ କି ଲାଇଫ୍ ଇଟସେଲ୍ଫ ଇଜ୍ ଏ ଜୟ। ଏପରିକି ରାଗ ସମୟରେ ମଧ୍ୟ ସେ ଅନୁଭବ କରୁଥିବ କି ଇଟ୍ ଇଜ୍ ଏ ପ୍ଲିଜେଣ୍ଟ ଏଙ୍ଗର। ଏ କଥାକୁ ବ୍ୟାଖ୍ୟା କରି ଡକ୍ଟର ଇକେଡା କହୁଛନ୍ତି ଯେ ପ୍ରକୃତ ଖୁସିର ବାହ୍ୟ ପରିପ୍ରକାଶ ହେଉଛି ଜଣେ ବ୍ୟକ୍ତି ଯେକୌଣସି ପରିସ୍ଥିତିରେ ଗୋଟିଏ ଷ୍ଟ୍ରଙ୍ଗ ସ୍ପିରିଟ୍ ବା ହାରି ନ ଯିବାର ଦୃଢ଼ତାକୁ ବଳବତ୍ତର ରଖିପାରୁଥିବେ। ଅର୍ଥାତ୍ ଜୀବନରେ ପ୍ରତ୍ୟେକ ଦିନ ତାଙ୍କର ପୂର୍ଣ୍ଣତାରେ ଭରି ଉଠୁଥିବ, ଯାହା ହସ ଖୁସି, ଗଭୀର କୃତଜ୍ଞତା ବା ଗ୍ରାଟିଚ୍ୟୁଡ଼ର ଅନୁଭବ ଦେଉଥିବ। ନିଚିରେନ୍ ଦାଇସନ୍ଙ୍କର ଉଦାହରଣ ଦେଖନ୍ତୁ। ତାଙ୍କୁ ନିର୍ବାସନର ଜୀବନ ବିତାଇବାକୁ ପଡ଼ିଲା ଯେବେ ସେ ବୁଦ୍ଧଙ୍କର ସତ୍ୟବାଣୀକୁ ପ୍ରଚାର କଲେ। ତାଙ୍କ ଜୀବନର ପାଦେ ପାଦେ ବିପଦ ମାଡ଼ି ଆସିଲା। ଜୀବନ ସଙ୍କଟାପନ୍ନ ହେଲା। ମାରିଦେବାର ଧମକ ବା ମୃତ୍ୟୁର ଭୟ ସଦାସର୍ବଦା ରହିଲା। ଏଭଳି ପରିସ୍ଥିତିରେ ଜଣେ ମଣିଷ ନିଶ୍ଚିତ ଦୁଃଖଦାୟକ ଏବଂ ନିରାଶାଜନକ ମାନସିକତା ମଧ୍ୟରେ ରହିବା ସ୍ୱାଭାବିକ। ଏପରି ସ୍ଥିତିକୁ ଆମେ ରିଏଲ୍ ମିସଫର୍ଚୁନ୍ ବା ପ୍ରକୃତରେ ଦୁର୍ଭାଗ୍ୟ ବୋଲି କହୁ। କିନ୍ତୁ ବୌଦ୍ଧ ଜ୍ଞାନ ଏହାକୁ ରିଲେଟିଭ୍ ହ୍ୟାପିନେସ୍ ବା ଆପେକ୍ଷିକ ସୁଖ ବୋଲି କହିଥାଏ। ସେ ସମୟରେ ନିଚିରେନ୍ ଦାଇସନ୍ଙ୍କର ଇନାର ଷ୍ଟେଟ୍ ଅଫ୍ ବିଙ୍ଗ ବା ଆଭ୍ୟନ୍ତରୀଣ ମାନସିକ ସ୍ଥିତି ଅତ୍ୟନ୍ତ ଉଚ୍ଚକୋଟୀର ରହିଥିଲା। ସେ ପରମ ସୁଖ ଅନୁଭବ କରୁଥିଲେ। ଜୀବନ ତାଙ୍କର ଏକ୍ସପାନ୍ସିଭ୍ ଷ୍ଟେଟ୍ ବା ବିସ୍ତାରିତ ସ୍ଥିତି ଅନୁଭବ କରୁଥିଲା। ଏଭଳି ସ୍ଥିତିକୁ ଆନନ୍ଦ ବୋଲି କହିବା ବା ପରମାନନ୍ଦ ବୋଲି କହିବା ବା ଆବସଲ୍ୟୁଟ୍ ହ୍ୟାପିନେସ୍ ବୋଲି କହିବା। ଏହା କିପରି ସମ୍ଭବ ହେଲା ତାହା ଆସନ୍ତୁ ଜାଣିବା। ତେଲ ଲୁଣର ବା ସାମାଜିକ ଦୁନିଆରେ ସୁଖ ନିର୍ଭର କରେ ଆମର ସ୍ୱାସ୍ଥ୍ୟ, ଆମର ଆର୍ଥିକ ନିରାପତ୍ତା, ଅନ୍ୟର ଭଲ ପାଇବା, ଅନ୍ୟର ସ୍ୱୀକୃତି ଇତ୍ୟାଦି ଉପରେ। ଅନେକ ମଣିଷ ସୌଭାଗ୍ୟବଶତଃ ଏସବୁ ପାଇ ବଞ୍ଚିଥାନ୍ତି, କିନ୍ତୁ ତାପରେ ବି ସେମାନେ ନିଜ ଭିତରେ ଇନସିକ୍ୟୁଅର ବା ଅସୁରକ୍ଷିତ ଅନୁଭବ କରୁଥାନ୍ତି, ଚିନ୍ତିତ ତଥା ଉଦ୍ବେଗରେ ଥାନ୍ତି। ଏହାର କାରଣ ହେଉଛି ଆମର ଖୁସି ରହିବାର ଉତ୍ସ ଗୁଡ଼ିକ ରିଲେଟିଭ୍ ହ୍ୟାପିନେସ୍
ଆପେକ୍ଷିକ ସୁଖ ପ୍ରଦାନର କାରକ ଅଟନ୍ତି। ଏଭଳି କାରକ ଗୁଡ଼ିକ କ୍ଷଣସ୍ଥାୟୀ। ଏହା ଆମ ପରିବେଶ କେନ୍ଦ୍ରିକ। ପରିବେଶ ବଦଳିବା ସହିତ ଏଗୁଡ଼ିକ ମଧ୍ୟ ବଦଳିଯାଏ, ସ୍ଥିର ରହେ ନାହିଁ। ତେଣୁ ମନୁଷ୍ୟର ମାନସିକ ସ୍ଥିତି ଦୋହଲିଯାଏ। କିନ୍ତୁ ଅବସଲ୍ୟୁଟ୍ ହ୍ୟାପିନେସ୍ ପରିବେଶ ଦ୍ୱାରା ବଦଳେ ନାହିଁ। ଏହା ମଣିଷର ହୃଦୟର ଗଭୀରତମ ପ୍ରଦେଶରେ ଗୋଟିଏ ପୂର୍ଣ୍ଣତାର ସଙ୍ଗୀତ ପ୍ରବାହମାନ କରାଉଥାଏ। ତା'ର ଉତ୍ସ ଥାଏ ମଣିଷଟିର ଦୃଢ଼ ସଂକଳ୍ପ, ଜୀବନ ଜୀଇବାର ଉଦ୍ଦେଶ୍ୟ ବା ପାର୍ପୋଜ୍ ଅଫ୍ ଲାଇଫ୍, ଯାହା ସେ ନିଜେ ବାଛିଥାନ୍ତି। ଗୋଟିଏ ଦୃଢ଼ ବିଶ୍ୱାସର ଜୀବନର ପରିପ୍ରକାଶ ହେଉଛି ଅବସଲ୍ୟୁଟ୍ ହ୍ୟାପିନେସ୍। ନିଚିରେନ୍ ଦାଇସନିଙ୍କର ପରମ ବିଶ୍ୱାସ ଥିଲା ଦି ମିଷ୍ଟିକ୍ ଲ ବା ବ୍ରହ୍ମାଣ୍ଡର ରହସ୍ୟମୟ ସୂତ୍ର ଉପରେ, ଯାହା ଲ ଅଫ୍ କଜ୍ ଆଣ୍ଡ ଇଫେକ୍ଟ ଦ୍ୱାରା ପରିଚାଳିତ। ତେଣୁ ଏହା କୁହାଯାଇପାରେ ଯେ ଫେଥ୍ ଇନ୍ ଦ ମିଷ୍ଟିକ୍ ଲ ଇଜ୍ ଦ ୱେଲସ୍ପ୍ରିଙ୍ଗ ଅଫ୍ ଟ୍ରୁ ହ୍ୟାପିନେସ୍, ଯାହାକୁ ବାହ୍ୟ ପରିବର୍ତ୍ତନଶୀଳ ପରିବେଶ ବଦଳାଇ ଦେଇପାରେ ନାହିଁ। ଡକ୍ଟର ଇକେଡା କୁହନ୍ତି, ଅନେକ ଲୋକ ରିଟାୟାରମେଣ୍ଟ ବେନିଫିଟ୍କୁ ନେଇ ବଞ୍ଚିଛନ୍ତି। ଯେତେ ବୟସ ବଢ଼େ ସେମାନେ ସେତେ ସରଳ ଜୀବନଯାପନ କରିବାକୁ ବାଧ୍ୟ ହୋଇଥାନ୍ତି। ପୂର୍ବର ବିଳାସପୂର୍ଣ୍ଣ ସୁଖ ସ୍ୱାଚ୍ଛନ୍ଦ୍ୟର ଜୀବନ ଉପଭୋଗ କରିବା ସମ୍ଭବ ତାଙ୍କ ପାଇଁ ହୁଏ ନାହିଁ। ଯଦିଓ ତାଙ୍କଠାରେ ପ୍ରଚୁର ଧନ ସମ୍ପତ୍ତି ଥାଏ, ଯାହା ଚାହିଁବେ ସେମାନେ କିଣିପାରିବେ, ମାତ୍ର ପ୍ରକୃତ ଖୁସି କୁଆଡ଼େ ଉଭେଇଯାଏ। ଏଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ବୌଦ୍ଧ ଜ୍ଞାନର ସାହାରା ନିଆଯାଇପାରେ। 3 କାଇଣ୍ଡସ୍ ଅଫ୍ ଟ୍ରେଜର ଏଭଳି ଏକ ବୌଦ୍ଧ ବିଚାର ବା ବୁଦ୍ଧିଷ୍ଟ କନସେପ୍ଟ। ବୁଦ୍ଧ କୁହନ୍ତି, ମଣିଷ ଜୀବନରେ 3ଟି ସମ୍ପତ୍ତି ବା ଟ୍ରେଜର ଅଛି। ସେଗୁଡ଼ିକ ହେଉଛି ଟ୍ରେଜର ଅଫ୍ ଷ୍ଟୋର ହାଉସ୍ ବା ଆମର ସ୍ଥାବର ଅସ୍ଥାବର ଧନ ସମ୍ପତ୍ତି, ଟ୍ରେଜର ଅଫ୍ ବଡି ଆମର ଶରୀରର ସୌନ୍ଦର୍ଯ୍ୟ ଏବଂ ସ୍ୱାସ୍ଥ୍ୟ, ଏବଂ ଟ୍ରେଜର ଅଫ୍ ହାର୍ଟ ଆମର ହୃଦୟର ସମ୍ପଦ, ଯାହା ଆମର ବିଶ୍ୱାସ, ଆମର ମୂଲ୍ୟବୋଧ, ଆମର ଜୀବନର ସଂସ୍କାର, ଆମର ଗଭୀର ଅନୁଭବ, ଭଲ ପାଇବା ଇତ୍ୟାଦିରେ ଭରପୁର ଥାଏ। ବୁଦ୍ଧ କୁହନ୍ତି, ଦି ଟ୍ରେଜର ଅଫ୍ ଷ୍ଟୋର ହାଉସ୍ ଏବଂ ଦି ଟ୍ରେଜର ଅଫ୍ ବଡି କେବଳ ଗୋଟିଏ ଜୀବନର ସାଥୀ, କିନ୍ତୁ ଦି ଟ୍ରେଜର ଅଫ୍ ହାର୍ଟ ହେଉଛି ଜନ୍ମ ଜନ୍ମର ସାଥୀ। ଦ ଟ୍ରେଜର ଅଫ୍ ହାର୍ଟ ଥିଲା ପାଷ୍ଟ ଲାଇଫ୍ରେ ରହିବ, ପ୍ରେଜେଣ୍ଟ ଲାଇଫ୍ରେ ରହିଛି ଏବଂ ଆମ ଫ୍ୟୁଚର ଲାଇଫ୍କୁ ମଧ୍ୟ ସ୍ଥାନାନ୍ତର ବା ଟ୍ରାନ୍ସଫର ହୋଇଯିବ। ଏହା ଅନନ୍ତ କାଳ ପର୍ଯ୍ୟନ୍ତ ଆମ ସାଥିରେ ରହିବ। ତେଣୁ ଏ ଟ୍ରେଜର ଅଫ୍ ହାର୍ଟକୁ ସଜାଡ଼ି ମଣିଷ ଜନ୍ମର ସବୁଠାରୁ ବୁଦ୍ଧିମାନର କାର୍ଯ୍ୟ ହେବ ସଜାଡ଼ିବା। ବୁଦ୍ଧଙ୍କୁ ଦି ଲର୍ଡ ଅଫ୍ ୱିଜଡମ୍ କୁହାଯାଏ, କାରଣ ତାଙ୍କର ଏଭଳି ବୌଦ୍ଧ ଜ୍ଞାନ ଆମେ କୌଣସିଠାରେ ପାଇପାରିବା ନାହିଁ। ଏଠାରେ ଟ୍ରେଜର ଅଫ୍ ହାର୍ଟ ଅର୍ଥ ଦର୍ଶାଏ କି ଜଣେ ମଣିଷ ତା'ର ଖୁସି ସେ ଦି ମିଷ୍ଟିକ୍ ର ଅନୁଭବରୁ ହିଁ ପାଇପାରିବ, ପରମ ସୁଖ ଓ ସ୍ୱାଧୀନତା ପାଇପାରିବ। ମୋକ୍ଷ ପ୍ରାପ୍ତି ପାଇବାର ମାର୍ଗରେ ଯେଉଁ ସୁଖକୁ ହିଁ ବୁଝାଇଥାଏ। ଦି ଟ୍ରେଜର ଅଫ୍ ହାର୍ଟ ଅନ୍ୟ ଅର୍ଥରେ ଏହା ଏଭଳି ଏକ ଖୁସି ଯାହା କେବଳ ବିଶ୍ୱାସ ବା ଫେଥରୁ ହିଁ ଜନ୍ମ ଦେଇଥାଏ। ଯେମିତି ମାଟି ଫଟାଇ ଝରଣା ପାଣି ନିର୍ଗତ ହୁଏ, ଠିକ୍ ସେମିତି ଦି ଟ୍ରେଜର ଅଫ୍ ହାର୍ଟର ଖୁସି ଆମ ହୃଦୟ କନ୍ଦରରୁ ନିର୍ଗତ ହେବ, ଯାହାକୁ କେହି ବି ନଷ୍ଟ କରିପାରିବେ ନାହିଁ। ପରିବେଶରେ ଯାହା ପରିବର୍ତ୍ତନ ହେଲେ ବି ସେ ଖୁସି ବଳବତ୍ତର ରହିପାରିବ। ମିଷ୍ଟର ଟୋଡା ଏପରି ଖୁସିକୁ ହିଁ ଅବସଲ୍ୟୁଟ୍ ହ୍ୟାପିନେସ୍ର ଆଖ୍ୟା ଦେଇଥିଲେ। ବର୍ତ୍ତମାନ ପ୍ରଶ୍ନ ହେଲା, ଜଣେ ଅବସଲ୍ୟୁଟ୍ ହ୍ୟାପିନେସ୍ ପ୍ରାପ୍ତ ହୋଇଛନ୍ତି କି ନାହିଁ ଜାଣିବା କେମିତି? ତାର ଉତ୍ତରରେ ମିଷ୍ଟର ଟୋଡା କୁହନ୍ତି, ଦି ଷ୍ଟେଟ୍ ଅଫ୍ ହ୍ୟାପିନେସ୍ attained through accumulating abundant treasures of heart is an inner state of being, but it manifests in our expression, our words and actions and our character. ଅର୍ଥାତ୍ ଏ ଖୁସିଟିର ବାହ୍ୟ ପରିପ୍ରକାଶ ଆମର କଥା, ଆମର ପରିପ୍ରକାଶର ଶୈଳୀ, ଆମର କର୍ମ ଏବଂ ଆମର ଚରିତ୍ରର ମହକ, ଆମର ଚିତ୍ର ଓ ଚରିତ୍ରର ଦିବ୍ୟତାର ଝଲକ ଏ ଦୁନିଆର ଭିଡ଼ ଭିତରୁ ବାରି ହୋଇପଡ଼େ। ସେଭଳି ବ୍ୟକ୍ତିର ଉପସ୍ଥିତିରେ ପରିବେଶରେ ଏକ ଶାନ୍ତ, ସରଳ, ପ୍ରେମପୂର୍ଣ୍ଣ ଭାବତରଙ୍ଗ ଖେଳିଯାଏ। ଅଶାନ୍ତ ବ୍ୟକ୍ତିବିଶେଷ ଏ ଭାବତରଙ୍ଗକୁ ଅନୁଭବ କରିପାରନ୍ତି ଏବଂ ସ୍ୱତଃ ସେ ବ୍ୟକ୍ତିଙ୍କ ପ୍ରତି ସେମାନେ ଆକର୍ଷିତ ହୋଇପଡ଼ନ୍ତି। ତେଣୁ ବନ୍ଧୁଗଣ, ଏ ପରମ ଆନନ୍ଦ ଅବସ୍ଥା ବା ଅବସଲ୍ୟୁଟ୍ ହ୍ୟାପିନେସ୍କୁ କର୍ମ ଆଧାରରେ ପ୍ରାପ୍ତ କରିବାର ମାର୍ଗ ନିଚିରେନ୍ ଦାଇସନିନ୍ ବୁଦ୍ଧିଜିମ୍ରେ କିପରି ଦର୍ଶାଯାଇଛି ଆସନ୍ତୁ ଜାଣିବା। ପ୍ରଥମେ ଏକ୍ସନ୍ ଆମର ହେବ ଚାଣ୍ଟିଂ ଦ ମିଷ୍ଟିକ୍ ଲ, ଅର୍ଥାତ୍ ରହସ୍ୟମୟ ସୂତ୍ରର ଜପ କରିବା।
ହ୍ୟାପିନେସ୍ ଇନ୍ ଦିସ୍ ୱାର୍ଲଡ ନାମକ ଏକ ଲେଖାରେ ନିଚିରେନ୍ ଦାଇସନିନ୍ କୁହନ୍ତି, କେବଳ ମାତ୍ର ଚାଣ୍ଟିଂ ଅଫ୍ ଦି ମିଷ୍ଟିକ୍ ଲରୁ ହିଁ ଆମକୁ ପରମ ସୁଖ ମିଳିପାରିବ। ନିଜେ ଏହି ଆକ୍ସନ୍ କରି ବା ଏହି କର୍ମ କରି ଅନ୍ୟମାନଙ୍କୁ ଏହା ସେୟାର କରିବାରେ ଯେଉଁ ଖୁସି ଆପଣଙ୍କର ହୃଦୟରୁ ନିର୍ଗତ ହେବ, ତାହା ପ୍ରକୃତ ଖୁସି ବା ଆବସଲ୍ୟୁଟ୍ ହ୍ୟାପିନେସ୍ର ନିକଟବର୍ତ୍ତୀ ଆପଣଙ୍କୁ କରାଇପାରିବ। ଦ୍ୱିତୀୟ ଆକ୍ସନ୍ ହେଉଛି ୱାର୍କିଂ ଫର୍ କୋସେନରୋଫୁ। କୋସେନରୋଫୁ ଏକ ଜାପାନୀ ଶବ୍ଦ ଯାହାର ଅର୍ଥ ୱାର୍କିଂ ଫର୍ ଦ ହ୍ୟାପିନେସ୍ ଅଫ୍ ସେଲ୍ଫ ଆଣ୍ଡ ଆଦର୍ସ। ଆମେ ଓ ଆମ ଚାରିପଟେ ଘେରି ରହିଥିବା ମଣିଷ ଓ ଜୀବଜନ୍ତୁମାନେ କିପରି ଖୁସିରେ ରହିବେ, ଆଉ ତାହାକୁ ହିଁ ଆମକୁ ଆବସଲ୍ୟୁଟ୍ ହ୍ୟାପିନେସ୍ ମିଳିପାରିବ। ସେଥିରୁ ଏ ରାସ୍ତା ସମସ୍ତଙ୍କୁ ଦେଖାଇବା ଜରୁରୀ। ଏହା ଏକ କମ୍ପେସନେଟ୍ ଲାଇଫ୍ ଷ୍ଟାଇଲ୍ ବା ଦୟାବାନ ଜୀବନଶୈଳୀ ଅଟେ। ଏଥିରେ କେବଳ ନିଜ ବିଷୟରେ ନ ଭାବି ଅନ୍ୟମାନଙ୍କ ବିଷୟରେ ମଧ୍ୟ ଭାବିବାର ଏବଂ ତାଙ୍କ ପାଇଁ କର୍ମ କରିବାର ପ୍ରେରଣା ମିଳିଥାଏ। ତୃତୀୟ ଆକ୍ସନ୍ ହେଉଛି ଚ୍ୟାଲେଞ୍ଜିଂ ଆଣ୍ଡ ଓଭରକମିଂ ଅବଷ୍ଟାକଲ୍ସ ବେସ୍ଡ ଅନ୍ ଫେଥ୍। ବିଶ୍ୱାସର ଆଧାରରେ ଜୀବନର ଝଡ଼ଝଞ୍ଜାକୁ ସାମ୍ନା କରିବା। ଆମ ଜୀବନର ଝଡ଼ଝଞ୍ଜାକୁ ବୁଦ୍ଧ ଡେଭିଲିସ୍ ଫଙ୍କସନ୍ର ଆଖ୍ୟା ଦେଇଛନ୍ତି। କେବଳ ସୁକର୍ମ ଦ୍ୱାରା ଡେଭିଲିସ୍ ଫଙ୍କସନ୍ ଅଫ୍ ଲାଇଫ୍ର ସାମ୍ନା କରାଯାଇପାରିବ। ଝଡ଼ଝଞ୍ଜା ସମୟଟି ହିଁ ପ୍ରକୃତ ସମୟ, ଯେବେ ଆମର ବ୍ୟକ୍ତିଗତ ଉନ୍ନତି ବା ପର୍ସନାଲ୍ ଡେଭଲପମେଣ୍ଟ ଏବଂ ଉନ୍ନତ ମାନସିକ ସ୍ଥିତି ବା ଏଲିଭେଟିଂ ଷ୍ଟେଟ୍ ଅଫ୍ ଲାଇଫ୍ ପ୍ରାପ୍ତ କରିବାର ସମୟ ହୋଇପାରିବ। ତେଣୁ ଜୀବନର ଝଡ଼ଝଞ୍ଜା ହିଁ ଆମ ଜୀବନକୁ ଊର୍ଦ୍ଧ୍ୱଗାମୀ କରାଇବା ପାଇଁ ଏକ ସ୍ପ୍ରିଙ୍ଗବୋର୍ଡ ସଦୃଶ କାମ କରିବ। ଆମର ସାମଗ୍ରିକ ଉନ୍ନତି ବା ସମସ୍ତ ଜୀବନର ପରିବର୍ତ୍ତନ ବା ହ୍ୟୁମାନ୍ ରିଭଲ୍ୟୁସନ୍ ଏହି ମାର୍ଗରେ ସମ୍ଭବ ହୋଇପାରିବ। ଜୀବନ ଓ ବିଶ୍ୱାସ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି ହୋଇଉଠିବ। ତେଣୁ ବୁଦ୍ଧ କୁହନ୍ତି, ଓଭରକମିଂ ଇଚ୍ ଅବଷ୍ଟାକଲ୍ ଇଜ୍ ଏ ସୋର୍ସ ଅଫ୍ ଜୟ। ଚତୁର୍ଥ ଆକ୍ସନ୍ ହେଉଛି ଷ୍ଟ୍ରଙ୍ଗ ଫର୍ଜିଂ ଏ ଇନାର କୋର୍। ଜୀବନରେ ସଫଳତା କେବଳ କଠିନ ପରିଶ୍ରମ ଦ୍ୱାରା ହିଁ ସମ୍ଭବ ହୋଇଥାଏ ଏବଂ ସେଥିପାଇଁ ଆମକୁ ପୂର୍ବ ପ୍ରସ୍ତୁତି ଦରକାର ହୁଏ। ଜଣେ ଯୋଦ୍ଧା ନିଜ ଖଣ୍ଡାକୁ ଶାଣିତ କରି ଯୁଦ୍ଧକ୍ଷେତ୍ରରେ ଓହ୍ଲାଇଲା ଭଳି ଏ ସମାଜ ରୂପକ ଯୁଦ୍ଧକ୍ଷେତ୍ରରେ ସଫଳତା ପାଇବାକୁ ହେଲେ ଆମ ନିଜ ଭିତରେ ଗୋଟିଏ ଅଦମ୍ୟ ବିଶ୍ୱାସ ଇଚ୍ଛାଶକ୍ତିକୁ ଜାଗ୍ରତ କରିବା ଜରୁରୀ। ଝଡ଼ଝଞ୍ଜା ବା ଡେଭିଲିସ୍ ଫଙ୍କସନ୍ ଅଫ୍ ଲାଇଫ୍କୁ ପରାସ୍ତ କରିବା ପାଇଁ ଭାଗ୍ୟ ବା ସମସ୍ତକୁ ଅପେକ୍ଷା କରିବା ବା ସମୟକୁ ଅପେକ୍ଷା କରିବା ମୂର୍ଖାମି ଅଟେ। ବୁଦ୍ଧ କୁହନ୍ତି, ଇନାର ୱିକନେସ୍ ଇଜ୍ ଦ ଆଲ୍ଟିମେଟ୍ କଜ୍ ଅଫ୍ ଅନହ୍ୟାପିନେସ୍। ନିଜର ବିଫଳତା ପାଇଁ ଅନ୍ୟକୁ ଦାୟୀ କରିବା ଫୁଲିଶନେସ୍ ଅଟେ। ତେଣୁ ବନ୍ଧୁଗଣ, ନିଜର ଭିତରଟା ଏତେ ମଜବୁତ କରନ୍ତୁ ଏବଂ କଠିନ ପରିଶ୍ରମ କରନ୍ତୁ ଯେ ଏ ବ୍ରହ୍ମାଣ୍ଡରେ ଏମିତି ଶକ୍ତି ନାହିଁ ଯିଏ ଆପଣଙ୍କର ସଫଳତାକୁ ରୋକିଦେଇପାରିବ। ତେଣୁ କୁହାଯାଇଛି, ଦି ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଙ୍ଗ ଅଫ୍ ଅଲ୍ ଇଜ୍ ଟୁ ଫର୍ଜ ଆଣ୍ଡ ଡେଭଲପ୍ ଆୱାର ଇନାର ଷ୍ଟ୍ରେଙ୍ଗଥ। ପଞ୍ଚମ ଆକ୍ସନ୍ ହେଉଛି ପାର୍ଟିସିପେଟିଂ ଇନ୍ ଗାକାଇ ଆକ୍ଟିଭିଟିଜ୍ ୱିଥ୍ ଗ୍ରାଟିଚ୍ୟୁଡ୍ ଆଣ୍ଡ ଆପ୍ରିସିଏସନ୍। ବୌଦ୍ଧ ଅଗ୍ରଣୀ ସଂଘ ସୋକାଗକାଏ ସାରା ବିଶ୍ୱରେ କାର୍ଯ୍ୟରତ। ବର୍ଷର 365 ଦିନ ଏ ସଂଘ ବିଶ୍ୱର ମଙ୍ଗଳ ପାଇଁ ସମର୍ପିତ। ସଂଘର କାର୍ଯ୍ୟକୁ ଗାକାଇ ଆକ୍ଟିଭିଟିଜ୍ କୁହାଯାଏ। ମାସ ଏବଂ ବର୍ଷର ପ୍ରତ୍ୟେକ ଦିନର ସିଡ୍ୟୁଲ୍ ଅନୁସାରେ ସଦସ୍ୟମାନେ ଗାକାଇ ଆକ୍ଟିଭିଟିଜ୍ କରିଥାନ୍ତି ଏବଂ ନିଜର କର୍ମକୁ ବଦଳାଇବାକୁ ଚେଷ୍ଟା କରନ୍ତି। ଗାକାଇ ଆକ୍ଟିଭିଟିଜ୍ ଏକ ପ୍ଲାଟଫର୍ମ ଯେଉଁଠାରେ ଆମେ ଆମ କର୍ମକୁ ବଦଳାଇ ଆବସଲ୍ୟୁଟ୍ ହ୍ୟାପିନେସ୍ର ରାସ୍ତାକୁ ପ୍ରଶସ୍ତ କରିପାରିବା। କର୍ମରେ କୃତଜ୍ଞତା ବା ଗ୍ରାଟିଚ୍ୟୁଡ୍ ଏବଂ ପ୍ରଶଂସା ବା ଖୁସି ବା ଆପ୍ରିସିଏସନ୍ ରହିବା ବହୁତ ଜରୁରୀ। ଏଗୁଡ଼ିକ ଏଭଳି ଦିବ୍ୟ ଗୁଣ ଯାହା ୱାର୍କ ୱିଥ୍ ଜୟର ସ୍ୱାଦ ଆପଣଙ୍କୁ ଯୋଗାଇ ଦେଇପାରିବ। ଆମର ଷ୍ଟେଟ୍ ଅଫ୍ ଲାଇଫ୍ ବା ମାନସିକ ସ୍ଥିତିକୁ ଆବସଲ୍ୟୁଟ୍ ହ୍ୟାପିନେସ୍ ପାଇଁ ପ୍ରସ୍ତୁତ କରିପାରିବ। ଦ ମିଷ୍ଟିକ୍ ଲ ବା ରହସ୍ୟମୟ ସୂତ୍ର ଆପଣଙ୍କ ଜୀବନରେ ସୌଭାଗ୍ୟର ରାସ୍ତା ଖୋଲିଦେବ। ଶେଷରେ ଷଷ୍ଠ ଆକ୍ସନ୍ ହେଉଛି ଆଡ଼ଭାନ୍ସିଂ ଅନ୍ ଦି ପାଥ୍ ଅଫ୍ ମେଣ୍ଟର ଆଣ୍ଡ ଡିସାଇପଲ୍। ଗୁରୁଙ୍କର ପଥ ପ୍ରଦର୍ଶନ ମାର୍ଗରେ ଶିଷ୍ୟ ହୋଇ ଆଗକୁ ବଢ଼ିବା। ଏହାକୁ ଗୁରୁ ଶିଷ୍ୟ ପରମ୍ପରା କୁହାଯାଏ। ଗୁରୁଙ୍କର ରିପ୍ରେଜେଣ୍ଟେଟିଭ୍ ବା ପ୍ରତିନିଧି ହୋଇ ତାଙ୍କର ପ୍ରଦର୍ଶିତ ମାର୍ଗକୁ ନିଜ ଜୀବନର ଲକ୍ଷ୍ୟ କରି ଆଗକୁ ବଢ଼ି ଚାଲିବା। ପ୍ରତ୍ୟେକ ମନୁଷ୍ୟ ତା ଜୀବନରେ ଜଣେ ଗୁରୁଙ୍କର ଆଶ୍ରିତ ହେବା ବାଞ୍ଛନୀୟ। ଏପରି କଲେ ଆମ ଭିତରେ ଲୁଚି ରହିଥିବା ଅସରନ୍ତି ପ୍ରତିଭାର ବିକାଶ ସମ୍ଭବ ହୋଇପାରିବ। ଆମର ହ୍ୟୁମାନ୍ ରିଭଲ୍ୟୁସନରେ ଉନ୍ନତି ଘଟିପାରିବ ତଥା ଆବସଲ୍ୟୁଟ୍ ହ୍ୟାପିନେସ୍ର ମାନସିକ ସ୍ଥିତି ଲାଭ କରିବା ସମ୍ଭବ ହୋଇପାରିବ। କୋସେନରୋଫୁ ବା ୱାର୍ଲଡ ପିସ୍ ବିଶ୍ୱ ଶାନ୍ତି
ମହାଯଜ୍ଞରେ ଆମର ଯୋଗଦାନ ଏହି ଗୁରୁ ଶିଷ୍ୟ ପରମ୍ପରା ଦ୍ୱାରା ହିଁ ସମୃଦ୍ଧ ହୋଇପାରିବ। ବନ୍ଧୁଗଣ, ନିଚିରେନ୍ ଦାଇସନିନ୍ ବୁଦ୍ଧିଜିମ୍ର ଏହିସବୁ କର୍ମ ବା ଏହିସବୁ ଆକ୍ସନ୍ ଆଧାରରେ ପରମ ଆନନ୍ଦ ବା ଅବସଲ୍ୟୁଟ୍ ହ୍ୟାପିନେସ୍ ପାଇବାର ମାର୍ଗ ଆମେ ଜାଣିଲୁ। ଏହି ଜୀବନଶୈଳୀକୁ ଅନୁସରଣ କରି ଆଜି ପୃଥିବୀର କଣ ଅନୁକୋଣରେ ଲୋକମାନେ ପରମ ଖୁସିର ସ୍ୱାଦ ଆସ୍ୱାଦନ କରୁଛନ୍ତି। ଖୁସି ଯେଉଁଠି ମିଳିବ, ଏହା ଆଜିର ମୁଖ୍ୟ ବିଷୟ। ଥରେ ବୁଦ୍ଧ କୁଶିନାରା ବା କୁଶିନଗର ନାମକ ଏକ ଜନପଦ କଡ଼ ଦେଇ ଯାଇଥିବା ଏକ ନଦୀ କୂଳେ କୂଳେ ଚାଲି ଯାଉଥିବା ବେଳେ ଦେଖିଲେ କି ଜଣେ ଯୁବକ ନଦୀ କୂଳରେ ବସି ନଦୀକୁ ଏକ ଲୟରେ ଚାହିଁ ନିଜେ ନିଜେ ହସୁଛନ୍ତି। ବୁଦ୍ଧ ସେ ଯୁବକଙ୍କୁ ପଚାରିଲେ, ହେ ଯୁବକ, ତୁମେ କ'ଣ ଭାବୁଛ? ଯୁବକ ଜଣକ ଉତ୍ତର ଦେଲେ, ମୁଁ ଗୋଟିଏ ଅଦ୍ଭୁତ ଜୀବନ ଜୀଇବାର କଥା ଭାବୁଛି। ବୁଦ୍ଧ ପଚାରିଲେ, ତେବେ ସେ ଅଦ୍ଭୁତ ଜୀବନଟି କିପରି କୁହ? ଯୁବକ କହିଲେ, ଦିନେ ମୁଁ ବହୁତ ଧନ ପ୍ରାପ୍ତ କରିବି, ସବୁଠାରୁ ସୁନ୍ଦରୀ ସ୍ତ୍ରୀଟିଏ ମୁଁ ବିବାହ କରିବି, ତାପରେ ମୋର ଗୋଟିଏ କୁକୁର ଥିବ ଯାହା ସହିତ ଏ ନଦୀ କୂଳରେ ଭ୍ରମଣ କରିବି। ମୁଁ ଏଠାରେ ବସିବି ଏବଂ ଏ ନଦୀର ସୌନ୍ଦର୍ଯ୍ୟକୁ ଉପଭୋଗ କରିବି। ଏମିତି ଗୋଟିଏ ଅଦ୍ଭୁତ ସୁଖମୟ ଜୀବନ ମୁଁ ଜୀଇବି। ଏବେ ବୁଦ୍ଧ କହିଲେ, ଆରେ ତମେ ସେ ଅଦ୍ଭୁତ ଖୁସିର ଜୀବନ ତ ଏବେ ଏଇ ମୁହୂର୍ତ୍ତରେ ଏଇ ନଦୀ କୂଳରେ ହିଁ ବସି ପାଉଅଛ ଏବଂ ଖୁସିରେ ହସୁଛ ମଧ୍ୟ। ମୂଳ ଉଦ୍ଦେଶ୍ୟ ତ ଖୁସି, ଯାହା ଏବେ ତୁମେ ପାଉଛ। ଯଦି ଧୀର ଶାନ୍ତ ମନରେ ଆମେ ନିଜ ପାଖରେ ଯାହା ଅଛି ତାହା ଭାବିବା, ତେବେ ଆମେ ଅନୁଭବ କରିବା ଯେ ଆମେ ଏବେ ଏଇ ମୁହୂର୍ତ୍ତରେ ହିଁ ଗୋଟିଏ ଅଦ୍ଭୁତ ଜୀବନ ଜୀଇ ଚାଲିଛୁ। ପ୍ରକୃତ ଖୁସି ଓ ଶାନ୍ତି ସରଳତା ଏବଂ ସନ୍ତୁଷ୍ଟିରେ ହିଁ ମିଳିଥାଏ। ଆତ୍ମସନ୍ତୁଷ୍ଟି ଆମ ଜୀବନକୁ ହାଲୁକା କରାଏ। ଆମର ଅସନ୍ତୁଷ୍ଟ ମନରୁ ଯେବେ ପାଇବାର ଲାଳସା ଦୂର ହୋଇଯାଏ, ମନ ସନ୍ତୁଷ୍ଟତା ଆଡ଼କୁ ଅଗ୍ରସର ହୋଇପାରେ। ଆମେ ସୁଖ ଓ ସ୍ୱାଧୀନତାକୁ ଅନୁଭବ କରିପାରୁ। ଆମେ ଜୀବନ ଯୁଦ୍ଧରେ ଅଧିକ ବଳ ଏବଂ ସଂଯମତା ଆଧାରରେ ସଫଳତା ମଧ୍ୟ ପାଇପାରୁ। ତେଣୁ ବନ୍ଧୁଗଣ, ଆଶା ଆପଣମାନେ ବୁଦ୍ଧ ଏବଂ ପ୍ରକୃତ ଖୁସିର ଏ ଭିଡ଼ିଓଟିକୁ ଉପଭୋଗ କରିଥିବେ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ। ବୁଦ୍ଧଂ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି।